ଆଜିର କ୍ଲାସ୍ ଆରମ୍ଭ କରିବାରୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। ଆପଣ କେତେଥର ଭାବିଛନ୍ତି ମୁଁ ପାରିବି ନାହିଁ? କେତେଥର ବହି ଖୋଲିଛନ୍ତି ଆଉ ତାକୁ ବନ୍ଦ ମଧ୍ୟ କରିଦେଇଛନ୍ତି? କେତେଥର ଅନ୍ୟମାନଙ୍କର ସକ୍ସେସକୁ ଦେଖି ଆପଣ ଭାବିଛନ୍ତି ମୋ ଦ୍ୱାରା ଏହା ସମ୍ଭବ ନୁହେଁ? ଆଜିର କ୍ଲାସ୍ କେବଳ ଷ୍ଟଡି ପ୍ଲାନ୍ ନୁହେଁ। ଏହା ସେମାନଙ୍କ ପାଇଁ ଯେଉଁମାନେ ଚେଷ୍ଟା କରନ୍ତି କିନ୍ତୁ ନିଜକୁ ପଛରେ ଭାବନ୍ତି। ଜୁଲାଇ ମାସକୁ ଆପଣ ଗୋଟେ ନୂଆ ଆରମ୍ଭ କରିବା ଶିଖନ୍ତୁ। କାହିଁକି ନା ବର୍ଷର ଯୋଉ 12 ମାସରୁ 6 ମାସ ଅଲରେଡି କଟିଗଲାଣି, ଆଉ ମାତ୍ର 6 ମାସ ଆପଣଙ୍କ ପାଖରେ ଅଛି। ଯଦି ଏବେ ତୁମେ ଜିରୋରୁ ଷ୍ଟାର୍ଟ କରୁଛ, ଯଦି ସବୁଠି ଲୋକ କହୁଛନ୍ତି ଏତେ ଲେଟରେ କଣ ହେବ, ତାହେଲେ ଏଇ ଲାଇନଟି ସେମାନଙ୍କ ପାଇଁ। ଗତକାଲି ତୁମର ନଥିଲା କିନ୍ତୁ ଆଜି ଓ ଆତ୍ମବିଶ୍ୱାସ ହଉଛି ତୁମର। ଏକ୍ଜାମ କେବଳ ସିଲାବସରୁ ନୁହେଁ, ଏହା ମଧ୍ୟ ପ୍ରାକ୍ଟିସରେ ହୋଇଥାଏ। କେବଳ ଆପଣ ହିଁ ଚାହିଁଲେ ଏଇ 6 ମାସରେ ଏମିତି କିଛି କରିକି ଦେଖେଇ ପାରିବେ, ଅନ୍ୟମାନଙ୍କ ମୁହଁ ମଧ୍ୟ ଚୁପେନି। ଆଜି ଗୋଟେ ନିଜକୁ ପ୍ରମିସ କର 30 ଡେଜ ପାଇଁ। ନୋ କମ୍ପାରିଜନ, ନୋ ଏକ୍ସକ୍ୟୁଜେସ୍, ନୋ ଓଭର ଥିଙ୍କିଂ ଅଲସୋ। କେବଳ 3 ଘଣ୍ଟା ଅନେଷ୍ଟଲି ଷ୍ଟଡି କରନ୍ତୁ ଏବଂ ଦେଖନ୍ତୁ ଏ 6 ମାସ ଭିତରେ ଆପଣଙ୍କୁ କୌଣସି ଜବ୍ ହଉ କି ନ ହଉ, କିନ୍ତୁ ଆପଣ ଲାଇଫରେ ଗୋଟେ ଡିସିପ୍ଲିନ ହେଇଯିବ। ମର୍ଣ୍ଣିଂରେ 30 ମିନିଟ୍ ଟାଇମ ଦିଅନ୍ତୁ। ପଢିବା ପୂର୍ବରୁ ନିଜକୁ କୁହନ୍ତୁ ଆଜି ମୁଁ ଗୋଟିଏ ଦିନ ଆଗକୁ ବଢିକି ଦେଖିବି। ଆଜି ଦିନ ମୋ ପାଇଁ ମେ ବି ଲାଷ୍ଟ ଦିନ ହେଇପାରେ, କିନ୍ତୁ ମୁଁ କିଛି କରିକି ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ମର୍ଣ୍ଣିଂରେ ସବୁଠାରୁ ୱିକ୍ ସବଜେକ୍ଟକୁ ପ୍ରାକ୍ଟିସ କରନ୍ତୁ। ଯେତେବେଳେ ଲାଙ୍ଗୁଏଜ ପ୍ରାକ୍ଟିସ କରୁଛନ୍ତି ନା, ଭୁଲ ହେଲେ ମଧ୍ୟ ତାକୁ ବାର ବାର ଲେଖିବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ବେଳେ ବେଳେ ଏଇ ଲେଖା ମଧ୍ୟ ଆପଣଙ୍କୁ ରେଜଲ୍ଟ ଦେଇଥାଏ। ଇଭିନିଂ ଟାଇମରେ ଆପଣ ମ୍ୟାଥ କରିପାରନ୍ତି, ଇଭିଏସ୍ କରିପାରନ୍ତି। କଷ୍ଟ ଲାଗୁଥିଲେ ମଧ୍ୟ ଛାଡିବାର ପ୍ରୟାସ ନୁହେଁ। ନାଇଟରେ ଆଜ୍ଞା ସେମିତି 1 ଆୱାର ଟାଇମ ଦେଇଥିବ ଏବଂ ନିଜକୁ ସେ ରିଭିଜନ କରିବା ଟାଇପ ଭଳିଆ ଆପଣ ନିଜକୁ ପଚାରନ୍ତୁ ଆଜି ମୁଁ କାଲିଠାରୁ କେତେ ଭଲ ହୋଇପାରିବି। ଯେତେବେଳେ ମୋଟିଭେସନ ଆପଣଙ୍କର କମିଯିବ, ଆପଣଙ୍କୁ ବେଳେ ବେଳେ ଏପରି ସମୟ ଆସିବ ବା ଲାଗିବ ଯେ ଆଜି ମୋ ଦ୍ୱାରା ସମ୍ଭବ ନୁହେଁ, ମୁଁ ବହୁତ ଥକାପଣ ମେଣ୍ଟେନ କରୁଛି। ଆଜ୍ଞା ବିଲ୍ ଗେଟ୍ସ ଭଳି ଲୋକ ମଧ୍ୟ ଦିନକୁ 24 ଘଣ୍ଟା ଖଟିଥାନ୍ତି। ଆପଣଙ୍କ ପରେ ଯୋଉ 24 ଘଣ୍ଟା ସେମାନଙ୍କ ପାଖରେ ମଧ୍ୟ ସେଇ 24 ଘଣ୍ଟା, କିନ୍ତୁ ସେମାନେ ଏଇ 24 ଘଣ୍ଟାର ବେଷ୍ଟ ୟୁଟିଲାଇଜ କରି ଆଜି ସମାଜରେ ସୋସାଇଟିରେ ଏତେ ଫେମସ ହେଇପାରୁଛନ୍ତି। ହେଲେ ଆପଣ ଏତେ ଅଳସମୀ କିପରି? ଯଦି ଆପଣ ଆଜିଠୁ ଏବେଠାରୁ ଅଳସମୀର ପ୍ରାକ୍ଟିସ କରିବେ ନା, ଦିନ ଆପଣ ସମୟ ଆସିବ ଆପଣଙ୍କୁ ଏଇ ସମାଜରେ ଆପଣ ପଚାରିବେନି, ଆପଣଙ୍କ ସାଙ୍ଗସାଥି ବନ୍ଧୁ ବାନ୍ଧବ କହିବେ ଏ ସବୁଠୁ ବଡ ଅଳସମୀ। ଓକେ, ତେଣୁ ଯଦି ଜୁଲାଇ ମାସରୁ ଆପଣ ଷ୍ଟାର୍ଟ କରିବା ପାଇଁ ଯଦି ଆପଣଙ୍କ ଜିରୋ ଲାଇଫଷ୍ଟାଇଲରୁ 100 ବେସ୍ ଦବା ପାଇଁ, ତାହେଲେ ଆପଣ କମେଣ୍ଟ ସେକ୍ସନରେ ଯାଆନ୍ତୁ ଏବଂ ଲେଖନ୍ତୁ ମୁଁ ଏଇ ଜୁଲାଇ ମାସରେ ଷ୍ଟାର୍ଟ କରିବା ପାଇଁ କହୁଛି। ଏବଂ ପରବର୍ତ୍ତୀ ମଧ୍ୟରେ ଆପଣଙ୍କୁ ଆଉ ଗୋଟେ କମେଣ୍ଟ କରିବା ପାଇଁ ପଡିବ, ଆପଣ କୋଉ ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି। ଯଦି ଆମେ ଆପଣଙ୍କୁ ସାହାଯ୍ୟ କରିପାରିବୁ ନିଶ୍ଚିତ ଆମ ତରଫରୁ। ତେଣୁ ଆପଣଙ୍କ ଫୋନରେ ଡାଏଲ କରନ୍ତୁ 7978433098। ଆଉ ଥରେ କହିନେବି 7978433098। ଯଦି ଆମେ ପ୍ରିପେୟାର କରୁଥିବା ଟିଚିଂ ଏକ୍ଜାମ୍ସ ରିଲେଟେଡ୍ କିଛି ଆପଣଙ୍କର ରହିଛି, ତାହେଲେ ନିଶ୍ଚିତ ଆମେ ଆପଣଙ୍କୁ ଫ୍ରି ଅଫ୍ କଷ୍ଟରେ ସାହାଯ୍ୟ କରିବୁ। ସାହାଯ୍ୟ ଏହା ନୁହେଁ ଯେ ଆମେ ଆପଣଙ୍କୁ କୌଣସି ପ୍ରକାର ସକ୍ସେସର ବାଟକୁ ନେଇଯିବୁ। ଆମେ ଆପଣଙ୍କୁ କେବଳ ହାତ ଧରିବୁ, ବାଟ ଦେଖିବୁ। ବାଟ ଚାଲିବାକୁ ଅଛି ଆପଣଙ୍କୁ, ଆମକୁ ନୁହେଁ। ମନେ ରଖନ୍ତୁ। ତେଣୁ ସକ୍ସେସ ପାଇବାକୁ ହେଲେ ଆପଣଙ୍କୁ ସେଇ ସ୍ମାର୍ଟ ୱାର୍କ, ହାର୍ଡ ୱାର୍କ, ଆପଣଙ୍କ ଟାଇମ, ଆପଣଙ୍କର ମନି ସବୁ କିଛି ଆପଣ ଦେବେ। ହଁ, ଏଇଟା ମୁଁ କହିପାରେ ଫ୍ରି ଅଫ୍ କଷ୍ଟ ମିନ୍ସ ଆମେ ପ୍ରୋଭାଇଡ କରୁଛୁ ଆପଣମାନଙ୍କୁ ଯଥା ସମ୍ଭବ ଆପଣମାନଙ୍କର ଲେକ୍ଚର ଭିଡିଓ, ମାନେ ଆପଣମାନଙ୍କର ରେକର୍ଡେଡ କ୍ଲାसेସ୍, ମକ୍ ଟେଷ୍ଟ ୱିଥ୍ ଆପଣଙ୍କ ପ୍ରପର ନୋଟ୍ସ, କିନ୍ତୁ ୱିଦାଉଟ୍ କଷ୍ଟ। କେବଳ ଆପଣମାନଙ୍କର ଭଲ ପାଇବା, କେବଳ ଆପଣମାନଙ୍କର ସେ ସେୟାର, ଆପଣମାନଙ୍କର କମେଣ୍ଟ ଏବଂ ଆପଣମାନଙ୍କର ଭଲ ପାଇବାର ଆବଶ୍ୟକତା କରୁଛି ଏହି ଚ୍ୟାନେଲ, ଆଉ କିଛି ବି ନୁହେଁ। ଆଜିର ହାତ ବଢାନ୍ତୁ ଏବଂ ଆପଣ ଯେକୌଣସି ଏକ୍ଜାମ ପାଇଁ ପ୍ରିପାରେସନ ଆମକୁ ଲେଖିକି ପଠାନ୍ତୁ। ଆମେ ଆପଣଙ୍କୁ ନିଶ୍ଚିତ ତାର ପୁରା 1 by 1 ସର୍ଟ କରିକି ପଠେଇବୁ। ହଁ, କିନ୍ତୁ ଆପଣଙ୍କୁ ଦେବା ପାଇଁ ପଡିବ ଆପଣଙ୍କର ସେଇ ବହୁମୂଲ୍ୟ ସମୟ, ତତ୍ ସହିତ ଆପଣଙ୍କର ସ୍ମାର୍ଟ। କାରଣ ଆପଣ ପଢି ବସିଲେ ଆମକୁ ଖୁସି ଲାଗିବ, ଆପଣ ଆଗକୁ ଗଲେ ଆମକୁ ଖୁସି ଲାଗିବ। ଆଉ ଦେଇ କାହିଁ କରୁଛନ୍ତି? ତାହେଲେ ସାହାଯ୍ୟର ହାତ ବଢାନ୍ତୁ। ଦୁଇ ଜଣ ପରସ୍ପର ହାତ ବଢି ନିଶ୍ଚିନ୍ତ ଆମେ ଆଗକୁ ଯାଇପାରିବା। ଆପଣ ହାତ ବଢାନ୍ତୁ। ସବସ୍କ୍ରାଇବରର ଆମେ ହାତ ବଢାଉଛୁ ଆପଣଙ୍କୁ ହେଲ୍ପ କରିବାର ଷ୍ଟଡି ନୋଟ୍ସ ପେପର ପାଇଁ। ତାହେଲେ ଯଥାକୃପା ଆଜି ଦିନଟି ଆପଣମାନଙ୍କ ପାଇଁ ଶୁଭ ମଙ୍ଗଳମୟ ଏବଂ ଜୁଲାଇ ପୂର୍ବରୁ ଯଦି ଭିଡିଓଟି ଆପଣ ଦେଖୁଛନ୍ତି, କୋଉ ଜାଗାରୁ ଦେଖୁଛନ୍ତି, କିପରି ଦେଖୁଛନ୍ତି, କୋଉ ଏକ୍ଜାମ ପାଇଁ ପ୍ରିପେୟାର ଅଛନ୍ତି, ନିଶ୍ଚିନ୍ତ କମେଣ୍ଟ କରିବେ। ଥ୍ୟାଙ୍କ ୟୁ, ହାଭ୍ ଏ ନାଇସ୍ ଡେ।